2008ରେ ମହାରାଷ୍ଟ୍ରରେ ଜଣେ ମହିଳା କଷ୍ଟରେ ଚିତ୍କାର କରୁଥାଏ। ତା ଘର ଲୋକ ସମସ୍ତେ ଖୁସିରେ ଅପେକ୍ଷା କରିଥାନ୍ତି। ପ୍ରକୃତରେ ମହିଳାଟିର ଲିଭର ପେନ୍ ହେଉଥିଲା। ତାକୁ ଡକ୍ଟରମାନେ ଓଟିକୁ ନେଇକରି ଗଲେ। ମହିଳାଟିର 2ଟି ଯାଆଁଳା ପିଲା ହେଲା। ଘର ଲୋକମାନେ ସମସ୍ତେ ଖୁସିରେ ମେଡ଼ିକାଲ ସାରା ମିଠା ବାଣ୍ଟିଲେ। 4 ଦିନ ପରେ ସେ ପିଲା 2ଟିକୁ ନେଇ ତାଙ୍କ ଘରକୁ ପଳାଇ ଆସିଲେ। ତାପରେ ପିଲା 2ଟିର ନାମକରଣ ହେଲା। ପୁଅଟି ନାମ ଦିଆଯାଇଥିଲା ପ୍ରକାଶ ଓ ଝିଅଟିର ନାମ ହେଲା ପ୍ରିୟା। 2 ଜଣ ଏକା ସାଙ୍ଗରେ ବଡ଼ ହେଉଥିଲେ। 2 ଜଣ 2 ଜଣଙ୍କୁ କେବେ ଛାଡ଼ନ୍ତିନି। ସବୁବେଳେ ଏକାଠି ରୁହନ୍ତି, ଏକାଠି ଖେଳନ୍ତି। ବାପା ମା ବି 2ଟି ପିଲାଙ୍କର ଭଲ ପାଇବା ଦେଖି ଖୁସି ହେଉଥିଲେ। ଥରେ ପିଲା 2ଟିକୁ ମଝିରେ ଶୁଆଇ ବାପା ମା ଏପଟେ ସେପଟେ ଶୋଇଥାନ୍ତି। ପିଲା 2ଟି ଉଠିଯାଇ ଚିତ୍କାର କରି କହିଲେ, "ମୋତେ ମାରନି ମାରନି, ଆମର କିଛି ଦରକାର ନାହିଁ।" ବାପା ମା ପିଲା 2ଟିଙ୍କ ଏମିତି ଅବସ୍ଥା ଦେଖି ଡରିଗଲେ। ତାଙ୍କୁ କୋଳରେ କୁଣ୍ଢାଇ ପକାଇଥିଲେ। ଭାବିଲେ ବୋଧହୁଏ ସେମାନେ କିଛି ଖରାପ ସ୍ୱପ୍ନ ଦେଖି ଡରି ଯାଇଛନ୍ତି। କିନ୍ତୁ ପିଲା 2ଟି ଏବେ ସବୁଦିନ ଏମିତି କହି ଉଠିଯାଆନ୍ତି। ତାଙ୍କ ହାବଭାବ ବି ବଡ଼ ଲୋକଙ୍କ ପରି, ଯେମିତି ଜଣେ 25-30 ବର୍ଷର ଲୋକଙ୍କ ପରି। ମା ଭାବିଲେ କିଛି ଭୂତ ପ୍ରେତ ଲାଗିଥିବ ଭାବି ସେ ଏକ ମଲାନା ପାଖକୁ 2ଟି ପିଲାକୁ ନେଇ ଯାଇଥିଲେ। ମଲାନା କିଛି ଝଡ଼ା ଫୁଙ୍କା କଲେ ଓ ତାବିଜ 2ଟି ଦେଲେ। ତଥାପି ସେ ପିଲା 2ଟି କିଛି ନା କିଛି କହୁଥିଲେ ଆଉ କରୁଥିଲେ, ଯେମିତିକି ଗୋଟେ 5 ବର୍ଷର ପିଲାଙ୍କ ପକ୍ଷେ ସମ୍ଭବ ନୁହେଁ। ବାପା ମା ବି ପିଲା 2ଟିକୁ ସ୍କୁଲରେ ନାମ ଲେଖାଇ ଦେଲେ। ସେଠାରେ ପୁଅ ନିଜକୁ ରାମକୃଷ୍ଣ ଓ ଝିଅ ଲାଜୋ ନାମରେ ସମସ୍ତଙ୍କୁ ପରିଚିତ କରାଇଥିଲେ। ଘରେ ବି 2 ଜଣ ଯାକ ସେହି ନାଁରେ ଡାକୁଥିଲେ। ମା ଏକଥା ଜାଣି କହିଲେ, "ତୁମେ 2 ଜଣଙ୍କ ନାଁ ତ ପ୍ରକାଶ, ପ୍ରିୟା, ତମେ କାହିଁକି ଅଲଗା ନାଁରେ ଡକାଡକି ହେଉଛ?" ସେମାନେ କହିଥିଲେ, "ନା।" ପୁଅଟି କହିଲା, "ମୋ ନାଁ ରାମକୃଷ୍ଣ।" ଝିଅଟି କହିଲା, "ମୋ ନାଁ ଲାଜୋ।" ମା ଗାଳି ଦେବାରୁ ପ୍ରକାଶ କହିଲା, "ଭଉଣୀ ଲାଜୋ, ସେଠାରେ ବି ଆମକୁ କେହି ଭଲ ପାଉନଥିଲେ, ଏଠାରେ ବି କେହି ଭଲ ପାଉନାହାନ୍ତି।" 5 ବର୍ଷ ପିଲା ଏମିତି କଥା କହିବା ଦ୍ୱାରା ମା ହୃଦୟ ତରଳିଗଲା। ସେ ପିଲା 2ଟିକୁ ଛାତିରେ ଜାକି ଧରି କହିଲେ, "ନା ମୋ ପିଲା, ତମେ ଯେଉଁ ନାମରେ ଡାକିବା କଥା ଡାକ।" ସେ 2 ଜଣ ସଂସ୍କୃତରେ ବଡ଼ ପିଲାଙ୍କର ପାଠ ବି କରିଦେଉଥିଲେ। 8ମ ପର୍ଯ୍ୟନ୍ତ ଶ୍ଲୋକ ତାଙ୍କର ମୁହେଁ ମୁହେଁ କହୁଥିଲେ। 5 ବର୍ଷର ପ୍ରକାଶ ତ ପୂଜାପାଠ ହୋମ ଯଜ୍ଞର ଶ୍ଲୋକ ମୁହଁ ମୁହେଁ ବୋଲୁଥିଲା। ଏସବୁ ଦେଖି ବାପା ମା 2 ଜଣ ବହୁତ ଚିନ୍ତାରେ ରହୁଥିଲେ। ସାହି ପଡ଼ିଶା ଲୋକ କହିଲେ, "ତମ ଭାଗ୍ୟ ଭଲ, ତମକୁ ଭଗବାନ ଏଭଳି ପିଲା 2ଟି ପାଇଛ। ଆମ ପିଲାମାନଙ୍କୁ କହି କହି ଶ୍ଲୋକ ଶିଖୁନାହାନ୍ତି। ତୁମ ପିଲାଙ୍କୁ ଦେଖ, ସେ କେମିତି ଅନର୍ଗଳ ଶ୍ଲୋକ ବୋଲୁଛନ୍ତି।" ମା ଖୁସି ହୋଇଯାଆନ୍ତି। ଭାବନ୍ତି ଭଗବାନ ମୋ ପିଲାମାନଙ୍କୁ ବୋଧହୁଏ କିଛି ଖାସ୍ କରି ବନାଇଛନ୍ତି। ଏମିତି ଦିନ କଟୁଥାଏ। ଏବେ ପିଲା 2ଟି 9 ବର୍ଷର ହୋଇଗଲାଣି। ଦିନେ ସ୍କୁଲରେ 2ଟି ଯାକ ପିଲାଙ୍କୁ ସଂସ୍କୃତ ସାର୍ କିଛି ପାଠ ଦେଇଥିଲେ। ପ୍ରକାଶ ତାଙ୍କୁ ପାଠ ପଢ଼ାଇ ଦେଲା। ସାର୍ ତାଙ୍କ ମା ବାପାକୁ ଡକାଇ କହିଲେ, "ଏ 2ଟି ପିଲା ଆମକୁ ବହୁତ ହଇରାଣ କରୁଛନ୍ତି।" ସେଦିନ ତାଙ୍କ ବାପା ମା 2 ଜଣଙ୍କ ଉପରେ ବହୁତ ଗାଳି କରିଥିଲେ। ପ୍ରକାଶ ପ୍ରିୟା କାନ୍ଦି କାନ୍ଦି ଏକାଠି କବାଟ ଦେଇ ବସିଲେ। କିଛି ସମୟ ପରେ ମା ଡାକିବାରୁ ପ୍ରକାଶ କବାଟ ଖୋଲିଲା। ତାପରେ ମାଆକୁ ପାଖରେ ବସାଇ କହିଲା, "ମା, ତୁମର ପୁନର୍ଜନ୍ମରେ ବିଶ୍ୱାସ ଅଛି?" ଆମେ 2 ଭାଇ ଭଉଣୀ ଆର ଜନ୍ମରେ ବି ଭାଇ ଭଉଣୀ ଥିଲୁ। ଆମ 4 ଭାଇ। ଲାଜୋ ଆମର ଅଲି ଅଳି ଭଉଣୀ ଥିଲା। ମୁଁ ସବୁଠାରୁ ସାନ ଭାଇ ଥିଲି। ଆମେ ବ୍ରାହ୍ମଣ ଘରର ପିଲା, ସେଥିଲାଗି ଆମକୁ ଶ୍ଲୋକ ମନ୍ତ୍ର ଭଲ କରି ଆସୁଛି। ମୋର କେହି ପିଲା ନଥିଲେ, ସେଥିଲାଗି ମୋ 3 ଭାଇ କହୁଥିଲେ ବଡ଼ 3 ଭାଇଙ୍କ ନାଁରେ ସବୁ ସମ୍ପତ୍ତି କରିଦେବାକୁ। ସେତେବେଳକୁ ମୋ ଭଉଣୀ ଲାଜୋ ବି ଆମ ଘରକୁ ଆସିଥିଲା। ସେ ବି ମୋ ସପୋର୍ଟରେ କହିଲା। ସେଥିଲାଗି ସେମାନେ ଆମ ଭାଇ ଭଉଣୀକୁ ସେମାନେ ଷଡ଼ଯନ୍ତ୍ର କରି ମାରିଦେଲେ। ଆମେ ବାହାରେ ମରିକି ପଡ଼ିଥାଉ। ମୋ 3 ଭାଇ ଭାଉଜ ମୋ ଆଗରେ ବସି ମିଛି ମିଛିକା କାନ୍ଦୁଥାନ୍ତି। କେହି ଆମ ମରିବାକୁ ବିଶ୍ୱାସ କରିପାରୁନଥିଲେ। ପ୍ରିୟା, ଯିଏକି ଲାଜୋ, ସେ କହିଲା, "ମା, ମୋ ସ୍ତ୍ରୀ, ମୋ ସ୍ୱାମୀ, ମୋ ଛୋଟ ଛୋଟ ପିଲା ମୋତେ ଧରି କାନ୍ଦୁଥାନ୍ତି। କିନ୍ତୁ ମୁଁ ତାଙ୍କୁ ଯେତେ ଧରିବାକୁ ଚାହିଁଲେ ବି ସେମାନଙ୍କୁ ଧରିପାରୁନଥାଏ। ମୁଁ ତ ବାପଘରକୁ ବୁଲିବାକୁ ଆସିଥିଲି। ମୋର କ'ଣ ଦୋଷ? ମୋ ଭାଇମାନେ ମୋତେ କାହିଁକି ମାରିଦେଲେ?" ପ୍ରକାଶ କହିଲା, "ମା, ଆମେ 2 ଜଣ ବହୁତ ଚେଷ୍ଟା କରିଛୁ ମୋ ଭାଇମାନଙ୍କ ସତ ସମସ୍ତଙ୍କୁ ଜଣାଇବା ପାଇଁ,
ହେଲେ ଆମେ କାହାକୁ ଦେଖାଯାଉନଥିଲୁ କି ଆମ କଥା କେହି ଶୁଣିପାରୁନଥିଲେ। ଆମେ କାନ୍ଦି କାନ୍ଦି ବୁଲୁଥିଲୁ। ଏକ ପବନ ଆସି ଆମକୁ ତୁମ କୋଳରେ ଛାଡ଼ିଥିଲା। ତାପରେ ଆମେ ସବୁ ଭୁଲି ଯାଇଥିଲୁ। ଆମକୁ ଯେତେବେଳେ 3 ବର୍ଷ ହେଲା, ଆମର ଆମ ପୂର୍ବଜନ୍ମର ସବୁ କଥା ଗୋଟି ଗୋଟି ମନେ ପଡ଼ିଗଲା। ମା ପିଲା ଦୁଇଟିର ଦୁଃଖ କଥା ଶୁଣି କାନ୍ଦି ପକାଇଲା। ପ୍ରିୟା କହିଲା, ମା ମୁଁ ବି ତ ଗୋଟେ ମା। ମୋର ମୋ ପିଲାଙ୍କ କଥା ସବୁବେଳେ ମନେ ପଡ଼େ। ଛାତି ଭିତରଟା କଷ୍ଟ ହୁଏ। ମା କହିଲେ, ତୁମ କଥା ଯଦି ସତ, ତାହେଲେ ସତ କି ମିଛ ଜାଣିବା ପାଇଁ ମୁଁ ତୁମମାନଙ୍କୁ ସେଠାକୁ ନେଇକରି ଯିବି। ବାପା ଆସିଲା ପରେ ମା ତାଙ୍କ ସହିତ କଥା ହୋଇ ପିଲା ଦୁଇଟିକୁ ନେଇ ସେ ଗାଁକୁ ଗଲେ। ଗାଁ ମୁଣ୍ଡରେ ପହଞ୍ଚିବା କ୍ଷଣି ପ୍ରକାଶ, ଯିଏକି ରାମକୃଷ୍ଣ, କହିଲା, ମା ଦେଖ, ମୁଁ ଏ ସ୍କୁଲରେ ପାଠ ପଢ଼ୁଥିଲି। ଏ ପଡ଼ିଆରେ ଖେଳ ଖେଳୁଥିଲି। କେଉଁ ବାଟେ ଗଲେ ତାଙ୍କ ଘର ପଡ଼ିବ, ସବୁ ବାଟ ଦେଖାଇଦେଲା। ତାଙ୍କ ଘରୁ ଆଉ ସେମିତି ନଥିଲା। 3 ଭାଇ ଯାକ ଅଲଗା ଅଲଗା ଭଲ ଘର କରି ରହୁଥିଲେ। ପ୍ରକାଶ ପ୍ରଥମ ବଡ଼ ଭାଇ ଘରକୁ ଗଲା। ବଡ଼ ଭାଇ ଏକ ଖଟିଆ ଉପରେ ବସି ଚା ପିଉଥିଲେ। ପ୍ରକାଶ ତାଙ୍କୁ ମୁଣ୍ଡିଆ ମାରି କହିଲା, ଭାଇ, କୁହନ୍ତି ବଡ଼ ଭାଇ ବାପ ସମାନ। ତମେ କେମିତି ଆମ ଭାଇ ଭଉଣୀଙ୍କୁ ବିଷ ଦେଇ ମାରିପାରିଲ? ପୁଣି ଆମ ନାଁରେ ମିଛ କହିଲ ଯେ ଆମେ ନିଜେ ନିଜେ ଆତ୍ମହତ୍ୟା କରିଛୁ। ପ୍ରକାଶର ବଡ଼ ଭାଇ ହାତରୁ ଚା କପ୍ ଖସି ପଡ଼ିଲା। ସେ କହିଲା, ମୋ କେଉଁ ଭାଇ ତୁ? ମୁଁ ତ କାହାକୁ ମାରିନି। ପ୍ରକାଶ କହିଲା, ଭାଇ, ମୁଁ ତୁମକୁ ଦଣ୍ଡ ଦେବାକୁ ଏଠାକୁ ଆସିନି। ତୁମ କର୍ମର ଫଳ ତୁମେ ନିଶ୍ଚୟ ପାଇବ। ଆମ ପାଖରେ କୌଣସି ପ୍ରମାଣ ନାହିଁ। ଆଉ ଆମ ଦେଶର ଆଇନ ବି ଆମ କାହାଣୀ ଉପରେ ବିଶ୍ୱାସ ହେବନି। ସେତେବେଳକୁ ଗାଁ ସାରା ହାଲା ହୋଇଗଲା। ରାମକୃଷ୍ଣ ପୁଣି ଜନ୍ମ ନେଇ ଏଠାକୁ ଆସିଛି। ସମସ୍ତେ ଆସି ଘର ଆଗରେ ରୁଣ୍ଡ ହୋଇଗଲେ। ଆଉ 2 ଭାଇ ବି ସେଠାକୁ ଆସିଥିଲେ। ପ୍ରକାଶର ଭାଇମାନେ ତା ଗୋଡ଼ ତଳେ ପଡ଼ି କହିଲେ, ତୁମର ଯଦି ପୁନର୍ଜନ୍ମ ହେଇପାରୁଛି, ତେବେ ଭଗବାନ ଅଛନ୍ତି। ତୁ ଆମକୁ କ୍ଷମା କରିଦେ। ପ୍ରକାଶ କହିଲା, ମୁଁ ତ ତୁମକୁ କେବେ କ୍ଷମା କରିପାରିବିନି। ହେଲେ ମୋ ସ୍ତ୍ରୀ ସହ ତୁମେ କ'ଣ କଲ? ତା ଭାଇ କହିଲା, ତମେ ମଲା ପରେ ସେ ତା ବାପ ଘରକୁ ପଳାଇଲା। ତାପରେ ପ୍ରକାଶ, ଯିଏକି ରାମକୃଷ୍ଣ, ତା ସ୍ତ୍ରୀର ବାପ ଘରକୁ ଗଲା। ପ୍ରଥମେ ତ ତା ସ୍ତ୍ରୀ ତାକୁ ଚିହ୍ନି ପାରିଲାନି। କିଛି ସ୍ୱାମୀ ସ୍ତ୍ରୀ ଭିତର କଥା କହିବାରୁ ପ୍ରକାଶକୁ ଚିହ୍ନି ପାରି ବହୁତ କାନ୍ଦିଲା। ପ୍ରକାଶ କହିଲା, ମୁଁ ଏବେ କାହାର ପୁଅ? ମୁଁ ତୁମ ପାଖରେ ରହିପାରିବିନି। ତୁମ ଏଠାରେ ଭଲରେ ରୁହ। ତାପରେ ଲାଜ, ଯିଏକି ପ୍ରିୟା, ତା ଶାଶୁ ଘରକୁ ଗଲା। ତା ପୁଅ ଝିଅ ସହିତ କଥା ହେଲା। ତା ସ୍ୱାମୀ ବି ତାକୁ ଚିହ୍ନି ପାରୁନଥିଲା। ଲାଜ ତାଙ୍କର କିଛି ମୁହୂର୍ତ୍ତ କଥା କହି ଚିହ୍ନା ଦେଇଥିଲା। ତାପରେ ତାଙ୍କଠାରୁ ବିଦାୟ ନେଇ ତାଙ୍କ ଘରକୁ ପଳେଇ ଆସିଲେ। ଏବେ ସେ ତାଙ୍କ ଏଇ ଜନ୍ମର ବାପା ମାଙ୍କ ପାଖରେ ଖୁସିରେ ଅଛନ୍ତି। ବେଳେ ବେଳେ ସେ ତାଙ୍କ ପୂର୍ବଜନ୍ମର ଘର ଆଡ଼କୁ ବୁଲିବାକୁ ଯାଆନ୍ତି। ଯଦି ସୂର୍ଯ୍ୟଚନ୍ଦ୍ର ସତ, ଯଦି ଦିନରାତି ସତ, ଯଦି ଗଛଟିଏ ଛୋଟରୁ ବଡ଼ ହୋଇ ଫଳ ଦେଇପାରୁଛି, ତେବେ କାଳେ କାଳେ ଭଗବାନ ଅଛନ୍ତି ଓ ସବୁବେଳେ ରହିଥିବେ। କର୍ମର ଦଣ୍ଡ ମଧ୍ୟ ଅବଶ୍ୟ ମିଳିବ।